ଶାରଳା ମନ୍ଦିରର ଐଶାନ୍ୟ କୋଣରେ ଥିବାରୁ ମନ୍ଦିର ନାମ ଈଶାନେଶ୍ୱର। ସକାଳୁ ସକାଳୁ ବାହାରି ପଡ଼ିଲୁ ଈଶାନେଶ୍ୱର ମହାଦେବ ମନ୍ଦିର, ତିର୍ତ୍ତୋଲ, ଜଗତସିଂହପୁର। ମନ୍ଦିରର ଇତିହାସ ଗଜପତି କପିଳେନ୍ଦ୍ର ଦେବଙ୍କ ସହିତ ଜଡ଼ିତ। କୋଷ୍ଠୀ ମଲ୍ଲିକାପୁର ଗ୍ରାମରେ ଅବସ୍ଥିତ। ମନ୍ଦିରର ମୂର୍ତ୍ତିମାନ ଦେଖିଲେ ଭୌମକର ଶାସନକାଳର ବୋଲି ଅନୁମାନ କରାଯାଏ। ପ୍ରାୟ 1100ରୁ 1200 ବର୍ଷର ମନ୍ଦିର। ପରେ ଗଜପତି କପିଳେନ୍ଦ୍ର ଦେବ ମନ୍ଦିରର ପୁନରୁଦ୍ଧାର କରିଥିଲେ। ଯେବେ ସେ ଏ ଅଞ୍ଚଳକୁ ଆସିଥିଲେ ପାଖରେ ଏକ କପିଳେଶ୍ୱର ମନ୍ଦିର କରିବା ସହିତ ଏହି ମନ୍ଦିରକୁ ନୂତନ ଭାବେ କରିଥିଲେ। ତଥ୍ୟ ମନ୍ଦିର ସାମ୍ନାରେ ଥିବା ଶିଳାଲେଖରେ ଅଛି ବୋଲି ଇତିହାସକାର ମତ ଦିଅନ୍ତି। ମନ୍ଦିରକୁ ପଶିବା ପୂର୍ବରୁ ଆଗରେ ଭୈରବ ଓ ଭୈରବୀଙ୍କ ମୂର୍ତ୍ତି ଅଛି। ସ୍ଥାନୀୟ ଲୋକେ ଏହାକୁ ଯୋଗୀ ଯୋଗିଆଣୀ ବୋଲି କୁହନ୍ତି। ମନ୍ଦିରର ଡାହାଣ ପାଖରେ ଥିବା ଉମା ମହେଶ୍ୱର ଏବଂ ଚାମୁଣ୍ଡାଙ୍କ ପାଖରେ ପୂଜାର୍ଚ୍ଚନା କଲେ ଚୋରି ହୋଇଥିବା ଜିନିଷ ମିଳିଯାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ହୋଇଛି। ପାଖରେ ଥିବା ବେଲଖୋପାରେ କପିଳେନ୍ଦ୍ର ଦେବଙ୍କ ପାଇତ ସ୍ଥାନ ଏବଂ କାଶିଆ କପିଳାଙ୍କ କଥା ଲୋକମୁଖରେ ଜଣାଯାଏ। ଫୁଲ୍ ଭିଡ଼ିଓ ସୂର୍ଯ୍ୟ ମନ୍ଦିର ଟ୍ରାଭେଲର ୟୁଟ୍ୟୁବରେ ଦେଖିପାରିବେ।